ମାଲକାନଗିରି ଜିଲ୍ଲା କୋରକୁଣ୍ଡାଠାରେ ତମସା ଶ୍ରୀକ୍ଷେତ୍ର ମନ୍ଦିର ତଥା ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆସନ୍ତା 20 ତାରିଖ ଦିନ ହେବାକୁ ଯାଉଛି। ଏଥିନିମନ୍ତେ ସମସ୍ତ ପ୍ରକାର ପ୍ରସ୍ତୁତି ସରିଯାଇଛି। ଚଳିତ ମାସ 20 ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି ତମସା ଶ୍ରୀକ୍ଷେତ୍ରର ମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ। ଏହା ଦୀର୍ଘ 5 ଦିନ ଧରି ଚାଲିବ। ଏଥିରେ ବହୁ ସଂଖ୍ୟାରେ ଭକ୍ତମାନେ ଯୋଗ ଦେବା ପାଇଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଅନୁରୋଧ କରାଯାଇଛି। 5 ଦିନ ବ୍ୟାପୀ ଚତୁର୍ଦ୍ଧାମୂର୍ତ୍ତି ଓ ବିମଳା, ମହାଲକ୍ଷ୍ମୀ, ମହାଦେବ, ଶ୍ରୀଗଣେଶଙ୍କ ଦେବାଳୟ ଏବଂ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ରୀତିନୀତି ଅନୁସାରେ ହେବ। ଏଣୁ ଉକ୍ତ ପ୍ରତିଷ୍ଠା ଉତ୍ସବରେ ଯୋଗଦାନ କରି ପ୍ରଭୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ଓ ଆଶୀର୍ବାଦ ପାଇବା ହେବେ। 19 ତାରିଖରେ ଆଙ୍କୁରୋପଣ, କଳସ ଯାତ୍ରା, 20 ତାରିଖରେ କଳସ ପୂଜା, ମଣ୍ଡପ ପୂଜା, ଅଗ୍ନିସ୍ଥାପନ, ଆରତୀ, ପୁଷ୍ପାଞ୍ଜଳି, ରାତ୍ରକାଳେ ବିଗ୍ରହ ଧ୍ୟାନାଧୁବାସ, 21 ତାରିଖରେ ସୂର୍ଯ୍ୟ ପୂଜା, ଗୋପୂଜା, ବନଯାଗ, ରତ୍ନମୁଦକ, ବିଗ୍ରହମାନଙ୍କ ଆହୁତି, ପାତାଳ ନୃଗୃହ ମନ୍ତ୍ରରେ ଆହୁତି, ଆରତୀ, ପୁଷ୍ପାଞ୍ଜଳି। 22 ତାରିଖ ପ୍ରାତରେ ସୂର୍ଯ୍ୟପୂଜା, ଗୋପୂଜା, ବିଗ୍ରହ ଦେବାଳୟ ସ୍ନାନ ଓ ଜନ୍ମକର୍ମ, ଦେବତା ଶୟନ, ଗୀତାଯଜ୍ଞ, ଆରତୀ, ପୁଷ୍ପାଞ୍ଜଳି। 23 ତାରିଖ ପ୍ରାତରେ ସୂର୍ଯ୍ୟପୂଜା, ଗୋପୂଜା, ମଣ୍ଡପ ପୂଜା, ବିଗ୍ରହ ପ୍ରାଣ ପ୍ରତିଷ୍ଠା, ଜୀବନ୍ୟାସ, ଚଳନ୍ତି ବିଗ୍ରହଙ୍କ ନଗର ଭ୍ରମଣ, ଆରତୀ, ପୁଷ୍ପାଞ୍ଜଳି ଓ 24 ତାରିଖ ପ୍ରାତରେ ସୂର୍ଯ୍ୟପୂଜା, ଗୋପୂଜା, ଗୁରୁ ଓ ମାତୃ ପିତୃପୂଜନ, ଶ୍ରୀଜୁ ଦର୍ଶନ, ନରୁରନ୍ଧନ, ଚଣ୍ଡୀ ଆହୁତି, ପୂର୍ଣ୍ଣାହୁତି, ଆରତୀ, ପୁଷ୍ପାଞ୍ଜଳି, ଘଟ ବିସର୍ଜନ। 24 ତାରିଖ ପ୍ରାତଃ 6ଟାରୁ 24 ପ୍ରହର ନାମଯଜ୍ଞ ଆରମ୍ଭ ହେବ ଏବଂ ପ୍ରତ୍ୟେକ ଦିନ ବ୍ୟାପୀ ସମସ୍ତ ଭକ୍ତମାନଙ୍କ ପାଇଁ ଅନ୍ନପ୍ରସାଦ ସେବନର ବ୍ୟବସ୍ଥା ଥିବାର ତମସା ଶ୍ରୀକ୍ଷେତ୍ର ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।